ଶ୍ରଦ୍ଧେୟ ବିଦ୍ୟାର୍ଥୀଗଣ, ଆଜିର ଶିକ୍ଷାଦାନ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ ଏବଂ ଶୁଭେଚ୍ଛା। ଆଜିର ବିଷୟବସ୍ତୁ ହେଉଛି ଗଣତନ୍ତ୍ର ବା ଡେମୋକ୍ରେସି। ଦୈନନ୍ଦିନ ଜୀବନରେ ଆମେ ସମସ୍ତେ ଏହି ଗଣତନ୍ତ୍ର ଶବ୍ଦଟିକୁ ନିଶ୍ଚିତ ଭାବରେ ଶୁଣିଥିବା। ଗଣତନ୍ତ୍ର ଏପରି ଏକ ଜନପ୍ରିୟ ଶବ୍ଦ ଯାହା ଗୋଟିଏ ଇନ୍ଦ୍ରଜାଲ ତଥା ମ୍ୟାଜିକ୍ ପରି ସମଗ୍ର ମାନବ ଜାତିକୁ ତା ଆଡ଼କୁ ଆକୃଷ୍ଟ କରି ରଖିଛି। ଆଧୁନିକ ଯୁଗରେ ଅର୍ଥାତ୍ ବର୍ତ୍ତମାନର ଯୁଗରେ ଗଣତନ୍ତ୍ର ହେଉଛି ଏକ ସୁପରିଚିତ ରାଜନୈତିକ ଭାବନା ଯାହା ସର୍ବ ଜନପ୍ରିୟ ସରକାର ଅର୍ଥାତ୍ ବିଶ୍ୱର ପ୍ରତ୍ୟେକ ଦେଶରେ ପରିଚିତ ହୋଇଥିବା ସରକାର ଭାବରେ ପ୍ରସିଦ୍ଧି ଲାଭ କରିଅଛି। ସମଗ୍ର ବିଶ୍ୱରେ ଗଣତନ୍ତ୍ରର ସୁରକ୍ଷା କରିବା ସକାଶେ ଦୁଇଟି ବିଶ୍ୱଯୁଦ୍ଧ ସଂଗଠିତ ହୋଇଛି, ଯାହାକି ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ନାମରେ ଆମେ ସମସ୍ତେ ଜାଣୁ। ଗଣତନ୍ତ୍ର କେବଳ ଏକ ସରକାର ନୁହେଁ, ଏହା ଆମ ସମସ୍ତଙ୍କ ଜୀବନର ଏକ ପଥ ପ୍ରଦର୍ଶକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାରତ ପୃଥିବୀର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଅଟେ। ଆମେରିକାର ସ୍ୱାଧୀନତା ସଂଗ୍ରାମ ପରେ ଅର୍ଥାତ୍ 1776 ମସିହା ପରେ ଗଣତନ୍ତ୍ର ଶାସନ ଲୋକପ୍ରିୟତା ଆଡ଼କୁ ମୁହାଁଇଲା ଅର୍ଥାତ୍ ଲୋକପ୍ରିୟତା ହାସଲ କରିପାରିଥିଲା। ପୁଞ୍ଜିବାଦୀ ଗୋଷ୍ଠୀର ନେତୃତ୍ୱ ନେଇଥିବା ଯୁକ୍ତରାଷ୍ଟ୍ର ଆମେରିକା ଯୁକ୍ତି ବାଢ଼ିଥିଲେ ଯେ ଶୀତଳ ଯୁଦ୍ଧ ଥିଲା ଗଣତନ୍ତ୍ର ଓ ସାମ୍ୟବାଦ ମଧ୍ୟରେ ଏକ ଯୁଦ୍ଧ। ଏହା ପୁନଶ୍ଚ କହିଥିଲା ଯେ ପୁଞ୍ଜିବାଦୀ ଗୋଷ୍ଠୀ ଗଣତନ୍ତ୍ରର ପ୍ରତିନିଧି ଥିବାବେଳେ କମ୍ୟୁନିଷ୍ଟ ଗୋଷ୍ଠୀ ଏକଛତ୍ରବାଦର ପ୍ରତିନିଧି ଅଟେ। ବର୍ତ୍ତମାନ ଗଣତନ୍ତ୍ରର ଅର୍ଥକୁ ଆମେ ଜାଣିବାକୁ ଚେଷ୍ଟା କରିବା। ଗଣତନ୍ତ୍ରର ଇଂରାଜୀ ପ୍ରତିଶବ୍ଦ ହେଉଛି ଡିମୋକ୍ରେସି ବା ଡେମୋକ୍ରେସି। ଏହି ଡିମୋକ୍ରେସି ବା ଡେମୋକ୍ରେସି ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ଡିମୋସ୍ ଓ କ୍ରାଟସ୍ ବା କ୍ରାସିଆରୁ ଆସିଛି। ଏହି ଡିମୋସ୍ ଶବ୍ଦର ଅର୍ଥ ହେଉଛି ଗଣ ବା ଜନ ବା ଲୋକ। ଏହାକୁ ଇଂରାଜୀରେ ପିପୁଲ ବୋଲି କୁହାଯାଏ। କ୍ରାଟସ୍ ବା କ୍ରାସିଆ ଶବ୍ଦଟି ଯାହାର ଅର୍ଥ ହେଉଛି ତନ୍ତ ବା ଶାସନ ବା କ୍ଷମତା, ଏହାକୁ ଇଂରାଜୀରେ ପାୱାର ବୋଲି କୁହାଯାଏ। ତେଣୁ ଆକ୍ଷରିକ ଅର୍ଥରେ ଆମେ କହିବାକୁ ଗଲେ ଗଣତନ୍ତ୍ର ହେଉଛି ଲୋକମାନଙ୍କର କ୍ଷମତା ବା ଲୋକମାନଙ୍କର ଶାସନ ବ୍ୟବସ୍ଥା ଅଟେ, ଅର୍ଥାତ୍ ପିପୁଲ୍ସ ପାୱାର ବୋଲି କୁହାଯାଏ। ଅର୍ଥାତ୍ ଗଣତନ୍ତ୍ର ହେଉଛି ଏପରି ଏକ ସରକାର ବା ଶାସନ ବ୍ୟବସ୍ଥା ଯେଉଁଥିରେ ଲୋକମାନେ ବା ଜନସାଧାରଣ ହେଉଛନ୍ତି ସର୍ବୋଚ୍ଚ କ୍ଷମତାର ଅଧିକାରୀ, ଅର୍ଥାତ୍ ସବୁ କ୍ଷମତା ଲୋକମାନଙ୍କ ହାତରେ ନ୍ୟସ୍ତ ରହିଥାଏ। ତ ସେଥିପାଇଁ ଲୋକମାନଙ୍କୁ ସୁପ୍ରିମ ପାୱାର ଦିଆଯାଇଥାଏ ବୋଲି ଗଣତନ୍ତ୍ରରେ କୁହାଯାଏ। ଗଣତନ୍ତ୍ର ଶାସନ ବ୍ୟବସ୍ଥା ବା ସରକାର ଜନମତ ଉପରେ ପ୍ରତିଷ୍ଠିତ ଅଟେ। ଏହି ଗଣତନ୍ତ୍ର ଶବ୍ଦଟି ପ୍ରଥମେ ହେରୋଡୋଟସ୍ ବ୍ୟବହାର କରିଥିଲେ, ଯାହାକୁ ତୁମେ ଚିତ୍ରରେ ଦେଖିପାରୁଥିବ। ଗ୍ରୀସ୍ ହେଉଛି ଗଣତନ୍ତ୍ର ଶାସନର ଉତ୍ପତ୍ତି ସ୍ଥଳ, ଅର୍ଥାତ୍ ପ୍ରଥମ କରି ଗ୍ରୀସ୍ ଦେଶରେ ଗଣତନ୍ତ୍ରର ଉତ୍ପତ୍ତି ଲାଭ ହୋଇଥିଲା।